खोर्धा महोत्सव 2025 आज एक उत्सव किंवा रंगारंग कार्यक्रम मंच हो रही यह पलटि विकास मंच। यह कही मुख्यमंत्री श्री मोहन चरण माझी जिलार विकास में प्राय 516 कोटी टंकार व्ययबरादे 29 प्रकल्पर शुभारंभ कर 32 प्रकल्पर भित्तिप्रस्तर स्थापन होगा सहित 7 प्रकल्पर शुभ उद्घाटन कर मुख्यमंत्री श्री माझी। ଏହି ସମସ୍ତ ପ୍ରକଳ୍ପମାନଙ୍କ ମଧ୍ୟରେ ରାସ୍ତା, ସ୍ୱାସ୍ଥ୍ୟ, ପରିବହନ ପ୍ରକଳ୍ପ ମାନ ସ୍ଥାନିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖୋର୍ଦ୍ଧାକୁ ସମୃଦ୍ଧ ଓଡ଼ିଶାର 1 ନମ୍ବର ଜିଲ୍ଲା ଭାବରେ ବିକଶିତ କରିବା କାରଣ ଆଗାମୀ ଦିନରେ ଏହି ଖୋର୍ଦ୍ଧା ପାଇକମାଟିର ଯୁବପିଢ଼ିଙ୍କ ହାତରେ ସେମି କଣ୍ଡକ୍ଟର ଚିପ୍ ତିଆରି ହେବ ଆଉ ଅଗ୍ନି, ପୃଥ୍ୱୀ, ଆକାଶ ଭଳି ମିସାଇଲରେ ଏହି ଚିପ୍ ବ୍ୟବହାର ହେବ। 2026ରେ ଯେତେବେଳେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ 100 ବର୍ଷ ପୂର୍ତ୍ତି ପାଳନ କରିବା ସେତେବେଳେ ଆମ ରାଜ୍ୟ ଦେଶର ପ୍ରଥମ 5 କୋଟି ବିକଶିତ ରାଜ୍ୟ ଭାବେ ସ୍ଥାନ ପାଇବ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ପ୍ରଥମ ଦିନ ନେଇ କାର୍ଯ୍ୟ କରି ଆସୁଛନ୍ତି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲା ସମୃଦ୍ଧ ହେବା ଆବଶ୍ୟକ। ତେଣୁ ଆଗାମୀ ଦିନରେ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା ବିକଶିତ ଓଡ଼ିଶା ଗଠନ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।